ଦୁଇ ଜଣ ସାଙ୍ଗ ଥିଲେ। ଗୋଟିଏ ସାଙ୍ଗ ଭଲ ପାଠ ପଢ଼ୁଥିଲା, ଆଉ ଜଣେ ସାଙ୍ଗ ଭଲ ପାଠ ପଢ଼ୁନଥିଲା। ଯିଏ ସାଙ୍ଗ ଭଲ ପାଠ ପଢ଼େ ତାର ଆସିଲା 80% ମାର୍କ, ଆଉ ଯିଏ ଭଲ ପାଠ ପଢ଼େ ନାହିଁ ତାର ଆସିଲା 40% ମାର୍କ। କିନ୍ତୁ ଆଉ ଗୋଟେ ବର୍ଷ ପରେ ନେକ୍ସଟ ଏକ୍ଜାମରେ ଯେଉଁ ପିଲାଟା ଭଲ ପଢ଼ୁନଥିଲା ସେ କ୍ଲାସ୍ ଟପର ହେଇଗଲା, ଏବଂ ଯେଉଁ ପିଲାଟି ଭଲ ପଢ଼ୁଥିଲା ସେ କ୍ଲାସ୍ରେ ଫେଲ୍ ହେଇଗଲା। କାହିଁକି ହେଲା? ଯେବେ ଏ ବିଷୟରେ ଜାଣିବାକୁ ସମସ୍ତେ ଚେଷ୍ଟା କଲେ, ଜାଣିବାକୁ ପାଇଲେ ଯେତେବେଳେ ଭଲ ପଢ଼ୁଥିବା ପିଲାଟି 80% ମାର୍କ ରଖିଲା ସେତେ ତା ବାପା ତାକୁ ଗାଳି କଲେ, ପିଟିଲେ, ଯାହାଫଳରେ ପିଲାଟି ଆଉ ପାଠ ପଢ଼ିଲା ନାହିଁ। ଏବଂ ଯେଉଁ ପିଲାଟି 40% ମାର୍କ ରଖିଥିଲା, ଯେଉଁ ପିଲାଟି ଭଲ ପାଠ ପଢ଼ୁନଥିଲା, ତା ବାପା କହିଲେ, ଦେଖ ଛୁଆ, ତୁ ହେଲା ନ ପଢ଼ି ଯଦି 40% ରଖିପାରୁଛୁ, ଯଦି ପଢ଼ିବୁ ତୁ କ୍ଲାସ୍ ଟପର ହେଇଯିବୁ। ଏଇ ଗୋଟିଏ ପ୍ରଶଂସା ହିଁ ତା ଜୀବନ ବଦଳାଇ ଦେଇଥିଲା। ସେଥିପାଇଁ ମୁଁ ସଦାବେଳେ କହୁଛି, ପିଲାଙ୍କୁ ପଢ଼ାଉଛନ୍ତି ତାଙ୍କୁ ପ୍ରଶଂସା କରନ୍ତୁ, ତାଙ୍କୁ ଏବେ ନିନ୍ଦା କରନ୍ତୁ ନାହିଁ। ଯେଉଁ ପ୍ରଶଂସାର ପାୱାର ବହୁତ, କାରଣ ପ୍ରଶଂସା ଦ୍ୱାରା ଗୋଟେ ଖରାପ ପିଲା ବି ଭଲ ହେଇଯାଇପାରେ। ବୁଝିପାରିଲେ ତ?